ଆଉ ମାଙ୍କଡ଼ ଗପ। କୁମ୍ଭୀର ମାଙ୍କଡ଼ ଗପ ଶୁଣିଛ ନା? ଆମର ଗୋଟେ କୁମ୍ଭୀର ଥିଲା, ଗୋଟେ ମାଙ୍କଡ଼ ଥିଲା। ମାନେ କ'ଣ, ଗୋଟେ ନଦୀରେ କ'ଣ ଗୋଟେ କୁମ୍ଭୀର ରହୁଥିଲା, ଆଉ ମାଙ୍କଡ଼ ସେଇ ନଦୀର ପାଖରେ ଗୋଟେ ଗଛରେ ରହୁଥିଲା। ସେଇ ଗଛରେ କ'ଣ ଜାମୁକୋଳି ଥିଲା। ତ ହେଉଛି କୁମ୍ଭୀର ହେଉଛି କ'ଣ ପହଁରୁଥିଲା, ତ ମାଙ୍କଡ଼ ସେଠି ସବୁବେଳେ ଜାମୁକୋଳି ଖାଏ। ତାର କ'ଣ କଲା, କୁମ୍ଭୀର ଯେମିତି ଆସିଲା ମାଙ୍କଡ଼ ତାକୁ ଜାମୁକୋଳି ଏମିତି ଫିଙ୍ଗିଦେଲା। ତ ହେଉଛି କ'ଣ କଲା, କହିଲା କି ଖାଇଲା ହେଉଛି କୁମ୍ଭୀର, ତ ତାକୁ ମିଠା ଲାଗିଲା। ତାପରେ କ'ଣ କଲା କୁମ୍ଭୀର, ଦିନେ କହିଲା ମାଙ୍କଡ଼କୁ, ମାଙ୍କଡ଼ ଭାଇ ମୋତେ ହେଉଛି ଜାମୁକୋଳି ଦୁଇଟା ଦେବ, ମୋ ସ୍ତ୍ରୀ ଘରେ ଖାଇବ। ତ ମାଙ୍କଡ଼ କ'ଣ କଲା, ତାକୁ ଜାମୁକୋଳି କିଛି ଦେଲା, ତ ସିଏ ନେଇଗଲା ତା ସ୍ତ୍ରୀ ଖାଇବ ବୋଲି। ତାଠୁ ତା ସ୍ତ୍ରୀ ନେଇକି ଖାଇଲା। ସ୍ତ୍ରୀ ଖାଇ କହିଲା ମାଙ୍କଡ଼ ସେ ଜାମୁକୋଳି ଯେଉଁ ଦେଇଛି ସେଟା ତ ବହୁତ ମିଠା ଲାଗୁଛି, ଜାମୁକୋଳି ତ ମିଠା ଲାଗେ। ତ ତା ସ୍ତ୍ରୀ କହିଲା ଯଦି ମାଙ୍କଡ଼ ସବୁବେଳେ ଜାମୁକୋଳି ଖାଉଛି ତାହେଲେ ତା କଲିଜାଟା ତ ମିଠା ଲାଗୁଥିବ। ସେଥିପାଇଁ କହିଲା ପ୍ରଥମେ ମାଙ୍କଡ଼କୁ ନେଇକି ଆସ, ଆମେ ମାଙ୍କଡ଼ର କଲିଜା ଖାଇବା। କୁମ୍ଭୀର ଗଲା, କୁମ୍ଭୀର ମାଙ୍କଡ଼କୁ କହିଲା ମାଙ୍କଡ଼ ଆଉ ହେଉଛି ମୋ ସ୍ତ୍ରୀ ତମକୁ ଖାଇବା ପାଇଁ ଘରକୁ ଡାକିଛନ୍ତି। ଆଉ ମାଙ୍କଡ଼ ଖୁସି ହେଲା। ମାଙ୍କଡ଼ କୁମ୍ଭୀର ପିଠିରେ ବସି ବସି ଆସିଲା। ଯେମିତି କୁମ୍ଭୀର ଘର ପାଖାପାଖି ଧରି ନେଇଛି, କୁମ୍ଭୀର ଘର ହେଉଛି ନଈ ମଝିରେ। ସେଠୁ କୁମ୍ଭୀର କହିଲା ହେଉଛି ମାଙ୍କଡ଼ ଭାଇ ମୋ ସ୍ତ୍ରୀ ତମ କଲିଜା ଖାଇବ ବୋଲି କ'ଣ କରୁଛି, ଲୋଭ କରିଛି। ସେଠୁ ମାଙ୍କଡ଼ କ'ଣ କଲା, ଉପାୟ ପାଞ୍ଚିଲା। କହିଲା କୁମ୍ଭୀର ଯଦି ମୋତେ ନେଇଯିବ ସେଠି ମୋତେ ଖାଇଦେବେ, ମୁଁ କ'ଣ ଦୁଇଟା କୁମ୍ଭୀର ସାଙ୍ଗରେ ପାରିବି କି, ପାରିବନି। ତ କ'ଣ କଲା, କୁମ୍ଭୀର ହେଉଛି ଯେତେବେଳେ କହିଲା, ମାଙ୍କଡ଼ କହିଲା କି ମୁଁ ମୋ କଲିଜାଟା କ'ଣ କରୁଛି ଗଛ ଉପରେ ଛାଡ଼ି ଦେଇକି ଆସିଛି, ମୋତେ ତୁମେ ନେଇଯାଅ, ଗଛକୁ ନେଇଯାଅ, ମୁଁ ହେଉଛି ମୋ କଲିଜାଟାକୁ ନେଇକି ଆସିବି। ଆମ କଲିଜାଟା କେଉଁଠି ଥାଏ, ଆମ ଦେହ ଭିତରେ ଥାଏ। କିନ୍ତୁ ମାଙ୍କଡ଼ କ'ଣ କଲା, ଗୋଟେ ଉପାୟ ପାଞ୍ଚିଲା। କହିଲା କେମିତି ସେ କୁମ୍ଭୀରଠାରୁ ରକ୍ଷା ପାଇବ। ତ କିନ୍ତୁ କ'ଣ କୁମ୍ଭୀରଟା ବୋକା ଥିଲା, କୁମ୍ଭୀର ବୁଝିପାରିଲାନି ଯେ ଆମର ଦେହ ଭିତରେ କ'ଣ ଥାଏ, କଲିଜା ଥାଏ। ତ ସିଏ କ'ଣ କଲା, ତାକୁ ନେଇକି ହେଉଛି ଗଛ ପାଖକୁ ଗଲା। କୁମ୍ଭୀର ଗୋଟେ ଗଛ ପାଖକୁ ନେଇକି ଗଲା। ମାଙ୍କଡ଼ କ'ଣ କଲା, ଗଛକୁ ସାଙ୍ଗେ ସାଙ୍ଗେ ଡିଆଁ ମାରିଦେଲା। ଡିଆଁ ମାରିଦେଇକି କହିଲା ହେଉଛି ହେ କୁମ୍ଭୀର ଭାଇ ତମେ କ'ଣ ଏତେ ବଡ଼ ବୋକା, ମୋ ହେଉଛି କଲିଜା କ'ଣ ଗଛରେ ଥାଏ କି, କଲିଜା ଆମ ଦେହରେ ଥାଏ। ତ ହେଉଛି କ'ଣ କଲା, କୁମ୍ଭୀର ହେଉଛି ନିରାଶ ହେଇକି ପୁଣି ଫେରିକି ଆସିଲା। ଆମେ ଗପରୁ କ'ଣ ଶିଖିଲେ, ଆମର ହେଉଛି ମାଙ୍କଡ଼ଟା କ'ଣ ବୋକା ନା, ମାଙ୍କଡ଼ଟା ବୋକା ନା, କୁମ୍ଭୀରଟା ବୋକା, ମାଙ୍କଡ଼ଟା ହେଉଛି ଚାଲାକ। ଆମ କଲିଜାଟା କେଉଁଠି ଥାଏ, ଆମ ଶରୀର ଭିତରେ ଥାଏ, ବୁଝିଲ। ତ ମାଙ୍କଡ଼ କ'ଣ କଲା, ଆହୁରି ଗୋଟେ ଏଠି ଶିକ୍ଷା ପାଇଲି ଯେ ମାଙ୍କଡ଼ ତାର ବୁଦ୍ଧି ବଳରେ କ'ଣ ହେଲା, ତା ଜୀବନଟାକୁ ବଞ୍ଚେଇ ପାରିଲା। ଯଦି ଆମ ପାଖରେ କ'ଣ ବୁଦ୍ଧି ଥିବ, ଆମେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିପାରିବା, ତ ଆମେ ସବୁ ବିପଦରୁ ରକ୍ଷା ପାଇପାରିବା, ବୁଝିଲ।